ସାଂଘାତିକ ପିଲର ବାରେ ତାଙ୍କ ମନ ଇଚ୍ଛା ଶାସନ କଣ କରୁଛି? ଆରେ ମନ୍ତ୍ରୀ ତମେ କଣ କରୁଛ? ତମେ ଆଲୋଚନା କଲ କଣ କଲ ଭାଇ? ସେମାନେ ଧାନ କିଣିବେନି ଆମଠୁ। କେତେ କଷ୍ଟରେ ଆମେ ଖଟିକିରି ଧାନ ଅମଳ କରିଛୁ, କେତେ ପଇସା ଖର୍ଚ୍ଚ କରିଛୁ, କେତେ ଦାରୁଣ କଷ୍ଟ ଭୋଗିଛୁ, କି ଅବସ୍ଥାରେ ଅଛୁ। ମଣ୍ଡିରେ କଭର ନାହିଁ, ମଣ୍ଡିରେ ପାଣି ନାହିଁ, ମଣ୍ଡିରେ ଆଲୁଅ ନାହିଁ, ମଣ୍ଡିରେ ପଇସା ନାହିଁ। ଆମେ ଚାଷୀ ମରିବୁ। ଯେ ଶିଳ୍ପ ଫିଳ୍ପ ଆମକୁ ଶୁଣାଅନି, ବଡ଼ ବଡ଼ କଥା ଆମକୁ ଶୁଣାଅନି। ଯେତେବେଳେ ହବ ଶିଳ୍ପ ହବ। ଆମେ ଯୋଉ ଧାନ ଗୋଟା କିଣିଛୁ, ହେ ମନ୍ତ୍ରୀ, ହେ ମୁଖ୍ୟମନ୍ତ୍ରୀ, ହେ ଚିଫ ସେକ୍ରେଟାରୀ, ବଢିଆ ଲେଡି ତମେ, ଭଦ୍ର ମହିଳା, କାମୁକା ମହିଳା। ମୁଁ ଏଇଟା ଯାଇଥିଲି ଦେଖା କରିବା ପାଇଁ, ଏଇ ବିଷୟ କହିବା ପାଇଁ। ଆମେ ଚାଷୀଙ୍କ ବିଷୟରେ ଚିଫ ସେକ୍ରେଟାରୀ ସେ ବାଣପୁର ଯାଇଛନ୍ତି, ସେ ଯୋଉ ଗୋଦାବରୀ ସ୍କୁଲ ସୁଭଦ୍ର ମୁଖ୍ୟମନ୍ତ୍ରୀ ଯାଇଛନ୍ତି। ମୁଁ ଯାଇଥିଲି ଏଇନା ଫେରିକି ଆଇଛି। ଦୁଃଖଦାୟକ ଘଟଣା। ଧାନ ଗୋଟା କେମିତି ବିକ୍ରି ହବ, ମିଲର ମାନେ କିଣିବେ, ତୁରନ୍ତ ହସ୍ତକ୍ଷେପ କରି ମୋହନ ମାଝୀ ଚିଫ ସେକ୍ରେଟାରୀ ଆମ ଗରିବ ଲୋକଙ୍କ ପାଇଁ ବ୍ୟବସ୍ଥା କର। କାଲି ଜଣେ ମହିଳା ସାମ୍ବାଦିକ ମରିଗଲେ। ଏଠି ସାଧାରଣ ଲୋକଟେ ପାଇଁ ଯୋଜନା ପୁରା ଜନ୍ମ ନ ହବା ଠାରୁ ମରିବା ପର୍ଯ୍ୟନ୍ତ ସବୁ ଯୋଜନା, କିନ୍ତୁ ସାମ୍ବାଦିକଙ୍କ ପାଇଁ ଆଜି ପର୍ଯ୍ୟନ୍ତ କିଛି ନାହିଁ। ମୁଁ ବହୁବାର ବୋବେଇଛି। କିଛି ବୋବେଇଲା ପରେ ଖାଲି ମୁଁ କହିଲି ଟିକେ ଚିହ୍ନଟ କର, ରେକଗ୍ନାଇଜ କରେ ଜଣେ ସାମ୍ବାଦିକ। ସେ କୁଆଡେ ଗଲି ଗୋଟେ ବ୍ୟାଚ୍ ଥବ, ଗଭର୍ଣ୍ଣମେଣ୍ଟରେ ତା ବି ହେଇପାରୁନି। ମେଡିକାଲ ଫାସିଲିଟି ଟିକେ ଦିଅ, ତା ବି ହେଇପାରୁନି। ପେନସନ ପ୍ରଶ୍ନ ନାହିଁ, ବହୁ ଷ୍ଟେଟରେ ପେନସନ ଦେଲେଣି। ଘର ଖଣ୍ଡେ ଦିଅ, ସବୁ ଷ୍ଟେଟରେ ସାମ୍ବାଦିକ ମାନଙ୍କୁ ଘର ଦିଆହେଇଛି, ସରକାରୀ କ୍ୱାର୍ଟର ଦିଆହେଇଛି। ତମକୁ ଦିଆହେଇଛି ସମୁଦ୍ରରେ ସଂଖ୍ୟା ପାଣି, ମାତ୍ର 10-12 ଜଣ ପାଇଛନ୍ତି। କିଛି ଘର ଦିଅ, ତମେ ସମସ୍ତଙ୍କ ପାଇଁ ଘର କରିଦେଲ, ଗରିବ ଲୋକ ବି କଲ, ବଢିଆ କଲ, ମାଗଣାରେ ଦଉଛ। କିନ୍ତୁ ଏ ସାମ୍ବାଦିକ ମାନଙ୍କ ପାଇଁ କିଛି ବ୍ୟବସ୍ଥା କର। ପାଠଶାଠ ପଢିକି ସବୁ ତ୍ୟାଗ କଲେ, ରିକ୍ସ ନେଇକି ଜୀବନକୁ ଖାତିର ନ କରି କାଲି ଝିଅଟା ମରିଗଲା। ବଡ ଦୁଃଖଦାୟକ।